ଆଜିର ମଞ୍ଚ କଥାରେ ଏକ ବିରାଟ ଦୁର୍ନୀତି ସମ୍ପର୍କରେ ଆସନ୍ତା କାଲି ଭିଜିଲାନ୍ସ ଆମ ଓଡ଼ିଶା ଭିଜିଲାନ୍ସ ବିଭାଗକୁ ଏକ ବିରାଟ ବଡ଼ ସଫଳତା ମିଳିଛି। ଏହି ଚଢ଼ଉରେ ଭିଜିଲାନ୍ସ ବିଭାଗକୁ ଏକ ବିରାଟ ସଫଳତା ମିଳିଛି କହିଲେ ଭୁଲ ହେବ ନାହିଁ। କାରଣ ଆସନ୍ତା କାଲି ଆମ ଗୃହ ଓ ରାସ୍ତା ନିର୍ମାଣ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରାକାନ୍ତ ମିଶ୍ରଙ୍କର 9ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇ ତାଙ୍କଠାରୁ ପ୍ରଚୁର ପରିମାଣରେ ଅଚଳାଚଳ ସମ୍ପତ୍ତି ଠାବ କରାଯାଇଛି। ଏହି ଠାବ ଭିତରେ ରହିଛି 20 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ତାଙ୍କର ଜବତ ହେଇଛି। ଏଥିସହିତ 10ଟି ବିଳାସପୂର୍ଣ୍ଣ ଫ୍ଲାଟ୍ ମଧ୍ୟ ଜବତ କରାଯାଇଛି। ଯେମିତି ଫିଲ୍ମ ଷ୍ଟାରଙ୍କର ଯେଉଁଭଳି ଭାବେ ଫ୍ଲାଟ୍ ଥାଏ ସେହିଭଳି ଭାବେ ବିରାଟ 10ଟି ଫ୍ଲାଟ୍ ଜବତ କରାଯାଇଛି। 9ଟି ପ୍ଲଟ୍ କଟକ, ଭୁବନେଶ୍ୱର ଏବଂ ଝାରସୁଗୁଡ଼ା ଏମିତି ଅନେକ ବଡ଼ ବଡ଼ ସିଟି ସହରରେ ତାଙ୍କର 9ଟି ପ୍ଲଟ୍ ମଧ୍ୟ ଠାବ କରାଯାଇଛି। ତାଙ୍କ ଘରୁ ନଗଦ ଟଙ୍କା ମଧ୍ୟ ଜବତ କରାଯିବା ସହିତ 2.5 କେଜି ସୁନା ମଧ୍ୟ ଜବତ କରାଯାଇଛି। 370 ଗ୍ରାମ ହୀରା ମଧ୍ୟ ଜବତ କରାଯାଇଛି। ଏଥିସହିତ ଅନେକ ପରିମାଣର ବିଦେଶୀ ମୁଦ୍ରା ମଧ୍ୟ ଆମେରିକାଠୁ ଲଗେଇକି ଅନେକ ବିଦେଶୀ ମୁଦ୍ରା ତାଙ୍କ ଘରୁ ଜବତ କରାଯାଇଛି। 2000 ଟଙ୍କିଆ ନୋଟ୍ ଅଚଳ ହୋଇସାରିଥିଲେ ମଧ୍ୟ ତାଙ୍କ ଘରୁ ପ୍ରଚୁର ପରିମାଣରେ ବାହାରିଛି। ଆସନ୍ତୁ ଚାଲନ୍ତୁ ଟିକେ ଭିଡ଼ିଓ ଉପରେ ନଜର ପକାଇବା, ତାପରେ ଆଲୋଚନାଟିକୁ ଆଗେଇ ନେବା। ଦେଖିଲେ ତ ଭିଡ଼ିଓଟି ଲାଗୁଛି ଯେମିତି ତାଙ୍କ ଘରେ ଯେମିତି ଗୋଟିଏ ଜୁଏଲାରୀ ଦୋକାନ ହେଇଛି। ଏଥିସହିତ ତାଙ୍କ ଘରେ ଯେଉଁ ମୂଲ୍ୟବାନ ସୌକିନି ଜୋତା ସବୁ ଜବତ ହେଇଛି, ଲାଗୁଛି ବାବୁଙ୍କର ଯେଉଁଦିନ ଜୋତା ଯେଉଁ ରଙ୍ଗର, ଘଣ୍ଟା ସେହି ରଙ୍ଗର, ଚଷମା ସେହି ରଙ୍ଗର ବୋଧେ ବ୍ୟବହାର କରୁଥିଲେ। ବାବୁ ବହୁତ ସୌକିନ ମଧ୍ୟ ଥିଲେ। ଅନେକ ଯେମିତି ଜୋତା ଯେଉଁଭଳି ଭାବେ ହୋଇଛି ଯେମିତି ଲାଗୁଛି ଜୋତା ଶୋରୁମ୍, ଘର ଭିତରକୁ ଗଲେ ଲାଗୁଛି ଜୁଏଲାରୀ ଶୋରୁମ୍ ଏବଂ ଗାଡ଼ି ପାର୍କିଂ ଭିତରକୁ ଗଲେ ଲାଗୁଛି ବାବୁଙ୍କର ପୁରା ମର୍ସଡିଜ୍ କାର୍ଠୁ, କିଆ କାର୍ଠୁ ନାମୀ ଦାମୀ ଗାଡ଼ି ମଧ୍ୟ ବାବୁ ଚଢ଼ୁଥିଲେ। ତାଙ୍କର 38 ବର୍ଷ ଚାକିରି କାଳରେ ସେ ଏଇଭଳି ଅମାପ ଅଚଳାଚଳ ସମ୍ପତ୍ତି ମାନେ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିଲେ। ଦେଖନ୍ତୁ କାଲି ତାକୁ ଭିଜିଲାନ୍ସ ବିଭାଗ ଧରିବାରେ ସକ୍ଷମ ହେଇଛି। ସେଥିପାଇଁ ଭିଜିଲାନ୍ସ ବିଭାଗକୁ ଅଶେଷ ଅଶେଷ ଧନ୍ୟବାଦ ଏବଂ ସାଧୁବାଦ। ଏହି ଚଢ଼ଉ ସମ୍ପୂର୍ଣ୍ଣ ହୋଇନାହିଁ, ଆହୁରି ମଧ୍ୟ ରୋଚକପୂର୍ଣ୍ଣ ତଥ୍ୟ ମିଳିବାର ସମ୍ଭାବନା ରହିଛି। ସେଥିପାଇଁ ଓଡ଼ିଶା ଭିଜିଲାନ୍ସ ବିଭାଗକୁ ଧନ୍ୟବାଦ ଦେବା ସହିତ ଏଇଭଳି ବଡ଼ ବଡ଼ ଧଳା ହାତୀ ଧଳା ବାବୁମାନଙ୍କୁ ଓ ଯେଉଁମାନେ ଦୁର୍ନୀତିରେ ଜଡ଼ିତ ଅଛନ୍ତି ସେମାନଙ୍କୁ ଧରିବାକୁ ଚେଷ୍ଟା କରନ୍ତୁ। ଏହା ହିଁ ଭିଜିଲାନ୍ସ ବିଭାଗକୁ ଆମ ଓଡ଼ିଶାର ଜଣେ ସଚେତନ ନାଗରିକ ହିସାବରେ ଶୁଭକାମନା। ଧନ୍ୟବାଦ।